ଏହି ଦିନ ଆସିବାକୁ ଯାଉଛି ପିଏମ୍ ଆବାସ ଯୋଜନାର ୱାର୍କ ଅର୍ଡ଼ର। ଅର୍ଥାତ୍ ଯଦି ଆପଣ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଛନ୍ତି ଆଉ ଚାହିଁ ବସିଛନ୍ତି କେବେ ଆସିବ ୱାର୍କ ଅର୍ଡ଼ର, ଯାହା ମଧ୍ୟ ଆପଣମାନେ ସୁନିଶ୍ଚିତ ହୋଇପାରିବେ କି ଆପଣଙ୍କ ନାମରେ ଆସିଲା ଘର ଆଉ ଆପଣ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିର୍ମାଣ କରିପାରିବେ ଘର। ତା ବିଷୟରେ ଆମେ ଜାଣିବା, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ତେବେ ଆବାସ ହିତାଧିକାରୀଙ୍କ ପାଇଁ ଖୁସି ଖବର। ନଭେମ୍ବର ମାସରୁ ଆରମ୍ଭ ହେବ ପିଏମ୍ ଆବାସ ଯୋଜନାର ବଣ୍ଟନ ପ୍ରକ୍ରିୟା। ତେବେ ପର୍ଯ୍ୟାୟକ୍ରମେ ଲୋକଙ୍କୁ ଦିଆଯିବ ଆବାସ ଘର। ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ତେବେ ପର୍ଯ୍ୟାୟକ୍ରମେ ଦିଆଯିବ ଆବାସ ଘର। ଭାଗ ହୋଇଥିବା ଏବଂ ଭିନ୍ନ କ୍ଷମ ହୋଇଥିବା ହିତାଧିକାରୀଙ୍କୁ ମଧ୍ୟ ଘର ଦେବ ସରକାର। ଏହାସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅନ୍ତ୍ୟୋଦୟ ଯୋଜନାର ହିତାଧିକାରୀଙ୍କୁ ଘର ବାଣ୍ଟିବେ ସରକାର। ପରେ ପର୍ଯ୍ୟାୟକ୍ରମେ ଘର ପାଇବେ ହିତାଧିକାରୀ। ଆପଣ ଜାଣିଛନ୍ତି ଏବେ ପିଏମ୍ ଆବାସ ଅଧୀନରେ ସମସ୍ତ ସର୍ଭେ ମଧ୍ୟ କମ୍ପ୍ଲିଟ୍ ହୋଇସାରିଛି। ଏହି ମଧ୍ୟରେ ବାକି ରହିବା ବା ଚାହିଁ ବସିଛନ୍ତି ହିତାଧିକାରୀ କେବେ ସୁଦ୍ଧା ଆସିବ ସେମାନଙ୍କ ନାମରେ ୱାର୍କ ଅର୍ଡ଼ର। ଏହା ମଧ୍ୟ ଲିଷ୍ଟ ଦେଖିପାରିବେ। ଏମିତିକି ସୁନିଶ୍ଚିତ ହୋଇପାରିବେ କି ଆପଣଙ୍କର ମଧ୍ୟ ଘର ଏପ୍ରୁଭାଲ୍ ହେଲା ଆଉ ଆପଣ ବି ମଧ୍ୟ ନିର୍ମାଣ କରିପାରିବେ ଘର। ତ ଫ୍ରେଣ୍ଡ, ଇଏ ହୋଇଥିଲା ଆପଣମାନଙ୍କ ପାଇଁ କିଛି ଅପଡ଼େଟ୍। ଯଦି ଅପଡ଼େଟ୍ଟି ଆପଣମାନଙ୍କୁ ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଧନ୍ୟବାଦ।